ଅଷ୍ଟମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର। ଏଣିକି ଏରିୟର ସହିତ ଅଧିକ ମିଳିବ ସାଲାରୀ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ ଏତେ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଅଷ୍ଟମ ବେତନ କମିଶନ ସମ୍ପର୍କିତ ଖବର ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରୁଛି। ତେବେ ଅଷ୍ଟମ ବେତନକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ମାତ୍ରେ ଆପଣ ଖୁସି ହୋଇଯିବେ। ଯଦି କର୍ମଚାରୀଙ୍କ ପ୍ରମୁଖ ଦାବିଗୁଡ଼ିକ ପୂରଣ ହୋଇଯାଏ, ତେବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଖୁସି ପୁରା 2 ଗୁଣ ଅଧିକ ବଢ଼ିଯିବ। କାରଣ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପୁରା ମୋଟା ଅଙ୍କର ବକେୟା ଟଙ୍କା କ୍ରେଡିଟ୍ ହେବ। ଏହି ବକେୟା ରାଶି 1 ଲକ୍ଷ କି 2 ଲକ୍ଷ ନୁହଁ, ଅନୁମାନିକ ପୁରା 10 ଲକ୍ଷ ଟଙ୍କା ହେବ। ଆକଳନରୁ ଜଣାପଡ଼ିଛି ଯେ କମ୍ ବେତନ ପାଉଥିବା କର୍ମଚାରୀଙ୍କ ବକେୟା ରାଶି ପ୍ରାୟ 10 ଲକ୍ଷ ଅତିକ୍ରମ କରିପାରେ। ଏହି ଆଲୋଚନାର ଏକ ପ୍ରମୁଖ ଦିଗ ହେଉଛି ଫିଟମେଣ୍ଟ ଫ୍ୟାକ୍ଟର, ଯାହା ମୌଳିକ ଦରମା ସଂଶୋଧନ ପାଇଁ ବ୍ୟବହୃତ ଏକ ପ୍ରମୁଖ ମଲ୍ଟିପ୍ଲାୟର। ସପ୍ତମ ବେତନ କମିଶନ ଅଧୀନରେ ଏହି ସଂଖ୍ୟା 2.57 ଥିଲା। ନ୍ୟାସନାଲ କାଉନସିଲ ଜଏଣ୍ଟ କନସଲଟେଟିଭ ମେସିନାରୀ 3.83ର ବହୁତ ଅଧିକ ଫିଟମେଣ୍ଟ ଫ୍ୟାକ୍ଟର ପ୍ରସ୍ତାବ ଦେଇଛି। ଯଦି ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଏ, ତେବେ ସର୍ବନିମ୍ନ ମୌଳିକ ଦରମା 18,000 ଟଙ୍କାରୁ 69,000କୁ ବୃଦ୍ଧି ପାଇପାରେ। ଏପରି ସଂଶୋଧନ କେବଳ ମାସିକ ଦରମା ବୃଦ୍ଧି କରିବ ନାହିଁ, ବରଂ ପୂର୍ବ ଅପେକ୍ଷା କାର୍ଯ୍ୟକାରୀ ହେଲେ ବକେୟା ହିସାବକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିବ। 2027 ମସିହାରେ ଅଷ୍ଟମ ବେତନ କମିଶନ ଲାଗୁ ହୋଇପାରେ ବୋଲି କଳ୍ପନା ଜଳ୍ପନା ରହିଛି। ସଂଶୋଧିତ ଦରମା 1 ଜାନୁଆରୀ 2026ରୁ ପିଛିଲା ଭାବରେ ଲାଗୁ ହୋଇପାରେ। ଏହି କ୍ଷେତ୍ରରେ କର୍ମଚାରୀମାନେ ବ୍ୟବଧାନ ଅବଧି ପାଇଁ ବକେୟା ପାଇବାକୁ ହକଦାର ହେବେ। ଯଦି ସେପ୍ଟେମ୍ବର 2027 ପାଖାପାଖି କାର୍ଯ୍ୟକାରୀ ହୁଏ, ତେବେ ଏହା ପ୍ରାୟ 20 ମାସର ବକେୟା ହୋଇପାରେ। ସ୍ତର 1 କର୍ମଚାରୀଙ୍କ ପାଇଁ ବର୍ତ୍ତମାନର ଏବଂ ସଂଶୋଧିତ ମୌଳିକ ଦରମା ମଧ୍ୟରେ ପାର୍ଥକ୍ୟ ପ୍ରାୟ 51,000 ପ୍ରତି ମାସରେ ହେବ ବୋଲି ଆକଳନ କରାଯାଇଛି। ଏହି ବକେୟା ପରିମାଣ 20 ମାସ ମଧ୍ୟରେ ପ୍ରାୟ 10,20,000କୁ ବୃଦ୍ଧି ପାଇପାରେ। ସ୍ତର 2 କର୍ମଚାରୀମାନେ ପ୍ରାୟ 11,27,000 ଟଙ୍କା ପାଇବେ। ସ୍ତର 3 କର୍ମଚାରୀମାନେ ପ୍ରାୟ 12,29,000 ଟଙ୍କା ପାଇବେ। ସେହିପରି ସ୍ତର 4 କର୍ମଚାରୀମାନେ ପ୍ରାୟ 14,44,000 ଟଙ୍କା ପାଇପାରିବେ। ସ୍ତର 5ର କର୍ମଚାରୀମାନେ ପ୍ରାୟ 16,54,000 ଟଙ୍କା ପାଇବାର ସମ୍ଭାବନା ରହିଛି। ସରକାର ନଭେମ୍ବର 2025ରେ ଅଷ୍ଟମ ବେତନ କମିଶନ ଗଠନ କରିଥିଲେ। ଏହାର ସୁପାରିଶ ଦାଖଲ କରିବା ପାଇଁ ଏହାକୁ 18 ମାସ ସମୟ ଦିଆଯାଇଥିଲା। ପ୍ରାୟ 2027 ମଇ ମାସରେ ଦାଖଲ ହେବାର ଆଶା କରାଯାଉଛି। ଅନୁମୋଦନ ଏବଂ କାର୍ଯ୍ୟାନ୍ୱୟନ ପାଇଁ ଆହୁରି 3ରୁ 9 ମାସ ସମୟ ଲାଗିପାରେ ବୋଲି ଆଶା କରାଯାଉଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଭୁଲନ୍ତୁ